ଅନେକ ଦିନ ତଳର କଥା। ଗ୍ରୀଷ୍ମ ଋତୁ ହୋଇଥାଏ। ସେତିକିବେଳେ ଖୁବ୍ ଟାଣ ଖରା ମଧ୍ୟ ହୋଇଥାଏ। ଚାରିଆଡ଼େ ଜଙ୍ଗଲ ଶୁଖି ମରୁଭୂମି ପାଲଟି ଯାଇଥାଏ। ନଦୀ ନାଳ ସବୁ ଶୁଖିକି ମାଟି ଫାଟି ଯାଇଥାଏ। କୁଆଡ଼େ ପାଣି ଟୋପେ ଦିଶୁନଥାଏ। ଚାରିଆଡ଼େ ହାହାକାର ପଡ଼ିଯାଇଥାଏ। ଦିନକର କଥା, ଗୋଟେ କାଉ ଉଡ଼ି ଉଡ଼ି ବୁଲୁଥିଲା। ତାକୁ ବହୁତ ଜୋରେ ଖରା ଟାଣ ହେତୁ ଶୋଷ ହେଉଥାଏ। ସେ ଭାବିଲା, ଟିକେ ପାଣି ହେଲେ ମିଳନ୍ତା, ଆତ୍ମା ତୃପ୍ତି ହେଇଯାଆନ୍ତା। ସେ ପାଣି ଖୋଜିବାରେ ଲାଗି ପଡ଼ିଲା। ଚାରିଆଡ଼େ ଘୁରି ବୁଲିଲା, ହେଲେ କୋଉଠି ଟୋପେ ପାଣି ଦିଶିଲାନି। ସବୁ ନଦୀ ନାଳ ଶୁଖିକି ମରୁଭୂମି ପାଲଟି ଯାଇଛି। ଏମିତି ଖୋଜୁ ଖୋଜୁ ତା ନଜର ପଡ଼ିଲା ଗୋଟେ କୂଅ ଉପରେ। କୂଅକୁ ଦେଖିକି ସେ ଭାରି ଖୁସି ହେଲା। କୂଅ ପାଖକୁ ଆସି ଦେଖେ ତ କୂଅରେ ଟୋପେ ହେଲେ ପାଣି ନାହିଁ। ମନ ଦୁଃଖରେ ଉଡ଼ି ଉଡ଼ି ଆଗକୁ ଗଲା। ଦିନ ଯେମିତି ଗଡ଼ି ଗଡ଼ି ଯାଉଥାଏ, ଖରା ସେମିତି ବଢ଼ି ବଢ଼ି ଯାଉଥାଏ। ଏମିତି ଉଡ଼ି ବୁଲିବା ବେଳେ ତା ନଜର ଗୋଟେ ମାଠିଆ ଉପରେ ପଡ଼ିଲା। ମାଠିଆକୁ ଦେଖି ସେ ତା ପାଖକୁ ପାଣି ଆଶାରେ ଉଡ଼ି ଉଡ଼ି ଗଲା। ଦେଖିଲା ମାଠିଆଟିରେ ଅଳ୍ପ ଟିକିଏ ପାଣି ଅଛି, ଯେଉଁଥିରେ ତା ଥଣ୍ଟ ପାଉନଥାଏ। ପାଣି ପିଇବ କେମିତି? ଏମିତି ଉଦାସ ମନରେ ଇଆଡ଼େ ସିଆଡ଼େ ଦେଖେ। ଠିକ୍ ସେତିକିବେଳେ ଦେଖେ ତା ସାମ୍ନାରେ କିଛି ଗୋଡ଼ି ପଡ଼ିଛି। କାଉଟିର ମୁଣ୍ଡରେ ଗୋଟେ ବୁଦ୍ଧି ବସିଲା। ତା ପାଖରେ ପଡ଼ିଥିବା ଗୋଡ଼ି ଗୁଡ଼ିକୁ ମାଠିଆ ଭିତରେ ଆଣି ପକାଇବାରେ ଲାଗିଲା। ଧୀରେ ଧୀରେ ତଳେ ଥିବା ଅଳପ ପାଣି ଗୋଡ଼ି ପଡ଼ିବାରୁ ତାହା ଉପରକୁ ଉଠିଲା। ଏହା ଫଳରେ କାଉଟିର ଥଣ୍ଟ ପାଣି ପାଖକୁ ପାଇଲା। ଆରାମ ସେ ପାଣିଟିକୁ ପିଇ ଶାନ୍ତିରେ ଉଡ଼ିଗଲା।